ମୁଁ ଡେଲି ଛେନା ରଖୁଛି 40 କିଲୋ 50 କିଲୋ ଛେନା ରଖି ମୁଁ ଚେକ୍ କରି ରଖିବିନି ମୁଁ 10 ଟଙ୍କା ଲେଖା ଅଧିକା ଦେଉଛି ମୁଁ ସେଇଥିପାଇଁ କେବଳ ମୋର ମୁଁ ଏଠି ସବୁ କଷ୍ଟମର ଭିଆଇପି କଷ୍ଟମର ଭିଆଇପି କଷ୍ଟମର କାହିଁକି ପଇସା ଦେବା କିଏ ରାଜି ସବୁଦିନ ଚେକ୍ କରି ରଖେ ବିକଜ ମୁଁ 10 ଟଙ୍କା ଲେଖା ଅଧିକା ଦିଏବି ଛେନା ବାଲାକୁ କାରଣ ମୁଁ କଣ୍ଡିସନ କରୁଛି ମୁଁ ଚେକିଂ କରିନେବି ଯୋଉଦିନ ଖରାପ ଥିବ ସେଦିନ ପୁରା ପଇସା କାଟିଦେବି ଛେନା ଫୋପାଡ଼ି ଦେବି ଏ ମୋର ପୁରା ଆଜି ନୁହଁ ବିଗିନିଂ ମୋ ରସଗୋଲା ଦେଖନ୍ତୁ ନହେଲେ ଯଦି ପାଉଡର ରସଗୋଲା ସେ ଖଣ୍ଡ ଖଣ୍ଡେ ବାହାରିବ ଖାଲି ତୁଳା ଭଳିଆ ବାହାରିବ ନିଆଳି ଛେନା ହେଲେ କ'ଣ ତା ଦେହରେ କ'ଣ ଲୋକ ଗାଈ ରଖୁନାହାନ୍ତି ଗାଈ ଆପଣ ଆସନ୍ତୁ ସନ୍ଧ୍ୟାବେଳେ ମୁଁ ଚେକ୍ କରିଦେବି ଆପଣ ଆସନ୍ତୁ ଗ୍ୟାରେଣ୍ଟି ସହିତ ଦେବି ଚେକ୍ କରିଦେବି ଖରାପ ଥିବ ଆପଣ ମୋ ଦୋକାନ ସିଲ୍ କରିଦେବେ ମୁଁ 2-3-4 ବର୍ଷ ହବ 3-4 ବର୍ଷ ପ୍ରତ୍ୟେକ ହଁ ବାହାରିଛି ନା ବାହାରିନି କି ରିସେଣ୍ଟଲି ବାହାରିଥିଲା ଫୋପାଡ଼ି ଦେଉଛି ଛେନା ବାଲା ବନ୍ଦ କରିଦେଲି ଏଇ ବୁଢ଼ା ଏଇଠି ଗୋଟେ ମଇଁଷି ତବେଲା ଅଛି ସେ ବହୁତ ବଡ଼ ଛେନା ଦିଏ ଲୋକାଲ ମତେ କହିଲେ 4 କିଲୋ 5 କିଲୋ ଦେଉଥିଲା ତାପରେ ବଢ଼େଇଲା 7 କିଲୋ 8 କିଲୋ ବଢ଼ା ମୁଁ ଡାଉଟ୍ ହେଲା ଚେକ୍ କରିଦେଲେ କଳା ଦୁନିଆ ଶୋଧିଲି ବିଦା କରି କାଲିଠୁ ମୋ ଦୋକାନ ଚଢ଼ିବୁନି ଭାଇଗଡ଼ ଲକ୍ଷ୍ମୀ ଦୋକାନ ଲାଗି ମୋର କଣ୍ଡିସନ ଏଇଆ ମୁଁ 101% ଛେନା ପରେ ବାଇଚାନ୍ସ ଇଏ କେତେବେଳେ କେମିତି ଦୁନିଆରେ ଫଙ୍ଗସ୍ ହେଇଗଲା ସିଏ କହିହବ ମୁଁ ରଖିଛି ଆଜି ତିଆରି କରୁଛି ଏ ବର୍ଷା ହେଲା ଫଙ୍ଗସ୍ ହବ ସେ ତ ମୋ ହାତ ନୁହଁ ନା